ଆପଣ ଯଦି ITI କରି ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନରେ ଚାକିରି କରିପାରିବେ। ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ପିଟର ଟର୍ନର ମେସିନ ୱେଲ୍ଡର, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ DRDOରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ଅବିବାହିତ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 127ଟି ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ DRDOର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ତ ଏଥିପାଇଁ ଅଛି ଗୁରୁତ୍ୱପୂର୍ଣ୍ଣ ତାରିଖ। ଅନଲାଇନ୍ ଆବେଦନ ଆରମ୍ଭ ବର୍ତ୍ତମାନ ଚାଲିଛି ଏବଂ ଅନଲାଇନ୍ ଆବେଦନ ଶେଷ ତାରିଖ 31 ମେ 2024। ଖାଲି ପଡ଼ିଥିବା ପଦବୀ ପିଟର 20ଟି ପୋଷ୍ଟ, ଟର୍ନର 8ଟି ପୋଷ୍ଟ, ମେସିନିଷ୍ଟ 16ଟି ପୋଷ୍ଟ, ୱେଲ୍ଡର 4ଟି ପୋଷ୍ଟ, ଇଲେକ୍ଟ୍ରିସିଆନ 12ଟି ପୋଷ୍ଟ, ଇଲେକ୍ଟ୍ରୋନିକ 4ଟି ପୋଷ୍ଟ, କପାସ 60ଟି ପୋଷ୍ଟ, ବଢ଼େଇ 2ଟି ପୋଷ୍ଟ, ବୁକ୍ ବାଇଣ୍ଡର 1ଟିଏ ପୋଷ୍ଟ। ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀମାନେ NCVT ବା SSVT ସମ୍ବନ୍ଧୀୟ ଟ୍ରେଡର ITI କରିଥିବା ଉଚିତ। ବୟସ ସୀମା ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ ବୟସ 55 ବର୍ଷ। ବୟସ ଗଣନା 1 ଜାନୁଆରୀ 2024 ଅନୁସାରେ ହେବ। ଚୟନ ପ୍ରକ୍ରିୟା ମାର୍କ ଆଧାରରେ ସର୍ଟଲିଷ୍ଟ ଏବଂ ସାକ୍ଷାତକାର ଡକ୍ୟୁମେଣ୍ଟ ଯାଞ୍ଚ। କିପରି କରିବେ ଆବେଦନ? ପ୍ରାର୍ଥୀମାନେ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ। ଏହା ଗୁଗଲ ଫର୍ମ ଲିଙ୍କ ଖୋଲି ଫର୍ମ ପୂରଣ କରନ୍ତୁ। ଏହିପରି ଖବର ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଅନ୍ କରନ୍ତୁ।